ଦୀର୍ଘ 4-5 ବର୍ଷ ପରେ ଭୋଜି ପାଇଁ ଏକ ଶୁଭ ମୁହୂର୍ତ୍ତ ବାହାରିଲା। କଥା କାହିଁକି କହିଲି ଶେଷରେ ଜଣେଇବି। ରବିବାର ଦିନ ଦ୍ୱିପହରେ ଆମେ ଚାରି ସାଙ୍ଗ ପୁରା ମନଖୁସିରେ ଟଙ୍କା, ବାଲ୍ଟି, ମଗ, ଆଳୁ, ଟମାଟୋ, ଚିକେନ, ଧନିଆ ଧରି ବାହାରିଲୁ ଆମର ଭୋଜି ପ୍ଲେସକୁ। ଯେହେତୁ ଭିଡ଼ିଓ କରିଥିଲି ମୁଁ ପଛରେ ଆସିଲି। ତାପରେ ଟମାଟୋ ପିଆଜକୁ ପାଣିରେ ସ୍ଲୋ ମୋସନରେ ପକେଇଦେଲୁ। ସେ ପାଣି ଯେମିତି ବାହାରୁଛି ଟିକେ ପଡ଼ିଲା। ତାପରେ ଟମାଟୋ ପିଆଜକୁ ପାଣିରୁ କାଢ଼ି ଆଣି ସେଥିପାଇଁ ତାଙ୍କର ନିଜର ଭିଡ଼ିଓର ପ୍ରଥମ ଝଲକ ଦେଲେ। ପିଆଜକୁ ସର୍କିଂ କାଟିଦେଲେ। ତାପରେ କଷିବା ଷ୍ଟାର୍ଟ ହେଇଗଲା। ଆମର ନମ୍ବର 1 ରୋଷେଇଆ ଆମେ ଯାହାକୁ ବାହାରୁ ଅର୍ଡ଼ର କରିଥିଲୁ ସେ ଆସିଥିଲେ ଯେ ଆମର ରୋଷେଇ କରିବା ପାଇଁ। ସେ ପିଆଜକୁ ପ୍ରଥମେ କଷିବା ଆରମ୍ଭ କରିଦେଲେ, କିନ୍ତୁ ଚୁଲି ଜାଳିବାରେ ସାହାଯ୍ୟ କଲେ ବଡ଼ ଭାଇ। କାଜଲ ଦେଖି ଭିଡ଼ିଓକୁ ହାଇ କରିଦେଲା। ତାପରେ କାଜଲ ପିଆଜ କଟାକଟିରେ ଲାଗିଗଲା। ଏଇ 4-5 ବର୍ଷ ପରେ ଭୋଜି ହେବା କଥା କାହିଁକି କହିଲି କି, କାହିଁକିନା ଏଇ ଜାଗାରେ ଆମେ 4-5 ବର୍ଷ ତଳେ ବହୁତ ଭୋଜି କରିଥିଲୁ। ପ୍ରତି ସପ୍ତାହେ ଥରେ ଲେଖା ହେଉଥିଲା। କିନ୍ତୁ ଯେହେତୁ ଏବେ ସମୟ ଅଭାବରୁ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ, କେହି ଆଉ ଠିକ୍ ସେ ଯୋଗଦାନ ଦେଇପାରୁନାହାନ୍ତି, ସମସ୍ତେ ଏକାଠି ହେଇପାରୁନାହାନ୍ତି। ତେଣୁ ଭୋଜି କ'ଣ ଗୋଟେ ଏକାଠି ହେଇକି ଭୋଜି କରିବା ହେଇପାରୁନାହିଁ। ତେଣୁ ସେଥିପାଇଁ ପ୍ରଥମେ କହିଲି 4-5 ବର୍ଷ ପରେ ଭୋଜି ଆୟୋଜନ ହେଲା। ଆଉ ଏଥିରେ ମଧ୍ୟ 3-4 ଜଣ ମିସ୍ ଅଛନ୍ତି, ଯେଉଁମାନେ ବାହାରେ ଅଛନ୍ତି, ଆସିପାରୁନାହାନ୍ତି, କି ସମୟ ସୁବିଧାରେ ସମସ୍ତେ ଏକାଠି ହେଇକି ଭୋଜି ହେଇପାରୁନାହିଁ। ହଉ ଛାଡ଼ନ୍ତୁ, ଚାଲନ୍ତୁ ଏବେ ଯିବା ରୋଷେଇ ଉପରକୁ। ରୋଷେଇରେ ଆମର ପିଆଜ କଷା ସରିଛି ଏବଂ ଏଥିରେ ଅଦା ରସୁଣ ପେଷ୍ଟ ପଡ଼ିଯାଇଛି, ପଡ଼ିକି ଘଣ୍ଟା ଘଣ୍ଟା ହେଇସାରିଛି। ସାରିଲା ପରେ ଲଙ୍କା ଗୁଣ୍ଡ ଏବଂ ମସଲା ଗୁଣ୍ଡ ସବୁ ପକାପକି ଆରମ୍ଭ ହେଇଗଲାଣି ଏବଂ ଭୋଜି ଘାଣ୍ଟିରେ ବ୍ୟସ୍ତ ଥାନ୍ତି ଆମର ନମ୍ବର 1 ରୋଷେଇଆ। ଯେହେତୁ ସେ ତାଙ୍କୁ ବାହାରୁ ଆଣିଥିଲୁ ନମ୍ବର 1 ରୋଷେଇଆ କରିକି, ଲଙ୍କା ପକେଇକି ଲଙ୍କାଟାକୁ ଛେଚିକି ଗୁଣ୍ଡ କରିକି ଗ୍ରାଇଣ୍ଡିଙ୍ଗ କରିକି, ତାପରେ କାଜଲ ଆଣିଲା ଦହି ଆଣିକି ତାକୁ ପେଷ୍ଟ କରିଦେଲୁ। ପୁରା ଘାଣ୍ଟି ଦେଲୁ। ଘାଣ୍ଟି ସାରିଲା ପରେ ସେ ପୁରା ମିକ୍ସ ହେଇଗଲା। ମିକ୍ସ ହେଇକି ଗୋଟେ ମସଲାର କଡ଼ା ଟେଷ୍ଟ ବାହାରିଲା। ବାସ୍ନା ତ କହିଲେ ନ ସରେ। ଶେଷରେ ଆମର ଚୁଲି ଜଳୁନଥିଲା। କାଜଲ ଜଣେ କାଠ ଆଣିକି ଲଗେଇଦେଲା। ଆଉ ଚୁଲି ଟିକେ ଟିକେ ଜଳୁଛି। ତାପରେ କାଜଲ କହିଲା ହଉ ଠିକ୍ ଅଛି, ଆଳୁ ପକେଇଦବା। ଆଳୁ ପକେଇ ସମୟ ହେଇଗଲାଣି। ଆଳୁ ପକେଇଦେଲୁ। ଆଳୁ ଚିକେନ ପକେଇଲା। ବନରା ଚିକେନ ଆଣିଥିଲୁ। ପୁରା ମସ୍ତ ଦେଖା ତ ଯାଉଥିଲା। ଦେଖାଯାଉ ଟେଷ୍ଟ କେମିତି ହେଉଛି। ପୁରା ଧୁଆଧୁଇ କରିକି ସେଥିରେ ପକେଇଦେଲୁ। ଆମର ଯେହେତୁ ରୋଷେଇଆ ସିଏ ପୁରା ତ ନମ୍ବର 1 ରୋଷେଇଆ, ସେ ଆମକୁ ପୁରା ଘାଣ୍ଟା ଘଣ୍ଟି କରିକି ପୁରା ମସଲା ଚିକେନ ଆଉ ଆଳୁର ଟେଷ୍ଟ ପୁରା ବାହାର କରିଦେଲେ। ଓ ତାଙ୍କର ନିଜର ଆଇକନିକ୍ ପୋଜ୍ ଦେଇଦେଲେ। ବାବାରେ କି ହସ। ଆଉ ତ ଦେଖିକି ବଢ଼ିଆ ବଢ଼ିଆ ନମ୍ବର 1 ପୋଜ୍ ଦେଇଦେଲେ, ତାଙ୍କର ଆଇକନିକ୍ ପୋଜ୍। ଏବଂ ଦେଇସାରିଲା ପରେ ଶୀତ ହେଇଗଲା। ହଉ ଟିକେ ସାଲାଡ଼ ପାଇଁ ଯାହା କାଟାକୁଟି କରିଦେବା। ଏବଂ ଆଳୁ ତ ସିଝି ଆସିଲାଣି। ଚିକେନ ଏବେ ପୁରା ନାଲି ପଡ଼ିକି ରେଡ଼ି ହେଇଗଲାଣି। ତାପରେ ଧନିଆ ପତ୍ର ପକେଇଦେଲୁ। ପକେଇ ସାରିଲା ପରେ ଚିକେନ ପୁରା ରେଡ଼ି। ଚିକେନ ରେଡ଼ି ହେଇସାରିଲା ପରେ ଭାତ ଦେଖିଦେଲୁ। ଭାତ ବି ରେଡ଼ି, ସାଲାଡ଼ ବି ରେଡ଼ି। ସାଲାଡ଼ ହେଲା, ତାପରେ ଖାଇବା ପାଇଁ ବସି ପଡ଼ିଲୁ। ଭାତ ଚିକେନ ସାଲାଡ଼ ପୁରା ମସ୍ତ ହେଇଥିଲା ଏବଂ ଶେଷରେ ଗୋଟେ ସେଲ୍ଫି ନେଇ ଭିଡ଼ିଓଟିକୁ ଏଣ୍ଡ କରିଥିଲୁ।